तुमମାନଙ୍କର ଶୀତ ଛୁଟି ହେଇସାରିଛି। ତୁମମାନଙ୍କୁ ଅନଲିମିଟେଡ ଟାଇମ ମିଳିଲା ଏବେ। ଏଇ ସମୟକୁ ସଦୁପଯୋଗ କର। ଆରେ ତାର ଅର୍ଥ ନାହିଁ ଯେ ତମେ ବୁଲାବୁଲି କରନି, ଶୀତ ଛୁଟି ମିଳିଛି ମାନେ ପିକନିକ କର, ଭୋଜି ଭାତ ବି କର। କିନ୍ତୁ ଏଇ ଯୋଉ ଛୁଟି ସମୟ ବି ମିଳିଛି ତାକୁ ଠିକ ଉପଯୋଗ ବି କର। ତମର ରହିଯାଇଥିବା ପାଠକୁ କଭର କର ହେଲା। କିଛି ପଢିନ ଯଦି ରହିଯାଇଛି, ଗୀତ ମାନେ ଗଳ୍ପ, ଏକାଙ୍କିକା ସାହିତ୍ୟର ଆଉ ଇଂଲିଶର କିଛି ପାଠ ଯାହାର କ୍ୱେଶ୍ଚିନ୍ ଆନ୍ସର ତମେ କେବେ ପଢି ପାରିନଥିଲ ତାକୁ କଭର କର। ଏମିତି ବହୁତ ସାରା ଜିନିଷ ଯୋଉଟା ରହିଯାଇଛି ତାକୁ କଭର କର। ଆଜି ଆମେ ବିଜ୍ଞାନ, ଶିକ୍ଷା ସମ୍ବାଦର ବିଜ୍ଞାନ ଏମସିକ୍ୟୁ ଡିସ୍କସନ କରିବା। ପ୍ରଥମ କ୍ୱେଶ୍ଚିନ୍ ହଉଛି ଜାଡେନ ପ୍ଲସ CuSO4 ସୃଷ୍ଟି କରେ ଜାଡେନ SO4 ପ୍ଲସ Cu। এই ରାସାୟନିକ ସମୀକରଣଟା କେଉଁ ପ୍ରକାର ପ୍ରତିକ୍ରିୟା କହିଲା? ପ୍ରଥମତଃ ଏଇଟା ସଂଶ୍ଳେଷଣ ହବନି, କାରଣ ସଂଶ୍ଳେଷଣ କଣ ହଉଛି? ଗୋଟିଏ ଉତ୍ପାଦ ସୃଷ୍ଟି ହଉଛି ଦୁଇ ବା ତତୋଧିକ ପ୍ରତିକାରକ ମିଶି। ଏଇଠି ହଉଛି କି ନା? ବିଘଟନ ଗୋଟିଏ ରୁ ହଉଛି ଦି ଚାରିଟା ଉତ୍ପାଦ, ହଉନାହିଁ। ଦ୍ୱୈତ ବିସ୍ଥାପନ ମଧ୍ୟ ହବନି, କାରଣ କଣ? କାରଣ ମୁଁ କହୁଛି। ଯଦି ଦ୍ୱୈତ ବିସ୍ଥାପନ ଆମେ ବୁଝିବା, କିଛି ଏମିତି ବୁଝିପାରିବା। ଦେଖ, A ସହିତ X ସାଙ୍ଗ ହେଇକି ଥିଲା ଆଉ B ସହିତ Y ସାଙ୍ଗ ହେଇକି ଥିଲା, କିନ୍ତୁ ଆଙ୍କ ଦି ଜଣର ବ୍ରେକଅପ୍ ହେଇଗଲା, ଆଙ୍କ ଦି ଜଣର ବି ବ୍ରେକଅପ୍ ହେଇଗଲା। A B ସହିତ ମିଶିଗଲା, ଆଙ୍କ ଦୁଇର ପ୍ୟାଚଅପ୍ ହେଇଗଲା, ପୁଣି ଆଙ୍କ ଦୁଇର ମାନେ XY ର ପ୍ୟାଚଅପ୍ ହେଇଗଲା ହେଲା। ଯୌଗିକ ଦିଟା ଭାଙ୍ଗିକି ହେଲା, ତାଙ୍କେ ପୁଣି ଆଉ ଥରେ ମୌଳିକ ଯାକ ମିଶିକି ଯୌଗିକ କରିବେ, କିନ୍ତୁ ଏଇଠି ସେମିତି ହଉନାହିଁ। ସେଥିପାଇଁ ଏଇଟା ଆନ୍ସର ହବ ବିସ୍ଥାପନ ହେଲା। ନାଇଟ୍ରିକ ଏସିଡ ଧାତୁ ସହ ପ୍ରତିକ୍ରିୟା କଲେ କେଉଁ ପ୍ରକାରର ଲବଣ ସୃଷ୍ଟି କରେ? ଏଇଟା ହବ ନାଇଟ୍ରୋ ଅକ୍ସାଇଡ ହେଲା। ନିମ୍ନଲିଖିତ କେଉଁ ପରିସ୍ଥିତିରେ ଲୁହାରେ କଳଙ୍କି ଲାଗେ? ଆଚ୍ଛା, ଚାରିଟା କଣ୍ଡିସନ ଦେଇଛି, ସେଇ କଣ୍ଡିସନକୁ ନେଇକି ଅପସନ କରିଛି ପୁରା UPSC ମଡେଲ ହେଲା କି। ଆଚ୍ଛା, ଆମେ ଜାଣିଛନ୍ତି ଉଚ୍ଚ ତାପମାତ୍ରାରେ ତ ହବ ନାହିଁ। କ୍ଲୋରିନ ଗ୍ୟାସ ଉପସ୍ଥିତିରେ ମଧ୍ୟ କଳଙ୍କି ଲାଗେ ନାହିଁ। ହଁ, ଅକ୍ସିଜେନର ଉପସ୍ଥିତିରେ ଲାଗେ ଆଉ ଜଳକଣାର ଉପସ୍ଥିତିରେ ଲାଗେ। ଦିଟା ଯାହା ଦେଇଛି ଖରେ, ତ ଖ ହବ ଆନ୍ସର ହେଲା। ନିମ୍ନଲିଖିତ ମାନଙ୍କ ମଧ୍ୟରୁ କେଉଁଟି ଏକ ଆଲକାଲି ଅଟେ? ଆଚ୍ଛା, ଆଲକାଲି ନେ, ଆଲକାଲି କାହାକୁ କହିବା? ଆଲକାଲି ଗୋଟେ କ୍ଷାରୀୟ ଦ୍ରବଣ ଯାହାକି ଜଳରେ ଦ୍ରବଣୀୟ, ମାନେ ଜଳରେ ସେ ମିଶିଯିବ ଆଉ ଜଳରେ ମିଶିଲା ପରେ ସେ ଦବ OH ମାଇନସ ଆୟନ ଦବ ହେଲା। ଯଦି ଆମେ କିଛି ଆଲକାଲି କଥା ଦେଖିବା, କିଏ କିଏ ଆଲକାଲି ହେଲା, ଫର ଏକ୍ସାମ୍ପଲ NaOH ଗୋଟେ ଆଲକାଲି, KOH ଗୋଟେ ଆଲକାଲି, CaOH2 ହେଲେ ଗୋଟେ ଆଲକାଲି ହେଲା। ଏତିକି ଆମର ଆଲକାଲି। ଇଏ ଆମର ଏଥିରେ ଆନ୍ସର ହବ କଣ? ଏଟା ଠିକ ଅଛି। ନିମ୍ନୋକ୍ତ ଲବଣ ମାନଙ୍କ ମଧ୍ୟରୁ କେଉଁଟି ସ୍ଫଟିକ ଜଳ ଅଣୁ ର ସଂଖ୍ୟା ସର୍ବାଧିକ? ମାନେ କେଉଁ ଏଇ ଚାରିଟା ଲବଣ ଭିତରୁ କାହା ପାଖରେ ଅଧିକ ଜଳ ଅଣୁ ଅଛି? ଆଚ୍ଛା, ଆମେ ଯଦି ଦେଖିବା ଚାରିଟା ଅପସନ ରୁ ପ୍ରଥମେ ଆମେ ଜାଣିବାକୁ ପଡିବ କାହାର ସଂକେତ କଣ ହେଲା କି। ସଂକେତ ଜାଣିଲା ପରେ ଆମେ କହିପାରିବା। ଦେଖ, ଯଦି ମୁଁ ସଂକେତ କହିବି, ଧୋଇବା ସୋଡାର ସଂକେତ ହଉଛି Na2 CO3 into 10H2O। आ पाखरे 10टा अछि। जिप्सम पाखरे अछि CaSO4 into 2H2O। प्लास्टर ऑफ पेरिस रहुछि CaSO4 into half H2O। तो अधिक का पाखे रहिला 10H2O जा पाखे रहिला धोइबा सोडा, तो धोइबा सोडा हबो आंसर होला। कपर सल्फेट पाखे एते नाही। pH ର ମୂଲ୍ୟ 1, 7, 14 ଥିବା ଦ୍ରବଣରେ ଖଣ୍ଡେ pH ପେପର ବୁଡାଇଲେ ସେମାନଙ୍କର ରଙ୍ଗରେ ଯଥାକ୍ରମେ କି ପରିବର୍ତ୍ତନ ହବ? ମାନେ ତିନିଟା ଡବା ଅଛି ହେଲା, ଡବା ହେଲା। ଗୋଟାଇରେ pH ର ମୂଲ୍ୟ 1 ଅଛି, ଆଉ ଗୋଟାରେ 7 ଅଛି, ଆଉ ଗୋଟାରେ 14 ଅଛି। 7 ଟା ନ୍ୟୁଟ୍ରାଲ ହେଲା କି, ତ କାଇରେ କୋ ରଙ୍ଗ ଆସିବ ବୋଲି କହିଲା। ପ୍ରଥମେ ଆମେ ଜାଣିବାକୁ ପଡିବ କୋଉଥିରେ ବୁଡେଇଲେ କୋ ରଙ୍ଗ ଆସୁଛି। ଦେଖ, pH ସ୍କେଲ ଟାଣିବି ହେଲା। ये है आमर 0
ये है 7 न्यूट्रल ये है आमर 14 है एपटे क्षारक बढ़ी बढ़ी जीव एपटे कौन अम्ल बढ़ी बढ़ी जीव है तो जिते आम लिटमस पेपर को सॉरी लिटमस पेपर को अम्ल रे बुझेबा से लाल कलर दब है जिते आमर न्यूट्रल थी माने ना कि सी अम्ल थी ना क्षार थी से सबुज कलर दब जिते से क्षार सी आमको नील कलर दब तो लाल सबुज नील जोटी थी सी हम आमर आंसर कौन अच्छी खर अच्छी लाल सबुज नील है आंसर हम यहाँ बुझुची टी है जदि भलसे बुझुचे आ पढ़ा मोर भल लगुचे आ कौन अपेक्षा कर सब्सक्राइब करना सब्सक्राइब कर और शेयर कर सांग मान सहित निम्न रे पदत्त एलय मानक मध्यरु केउंटी सीसार एक अलय है एटा पूरा घोषी दब शोल्डर सीसार एलय पड़ला माने शोल्डर नेक्स्ट निम्नोक्त केउ मौलिक अम्लजान सह रासायनिक प्रतिक्रिया करी एक उच्च गलनांक विशिष्ट यौगिक पदार्थ सृष्टि करे और ताहा जल रे द्रवणीय अटे सी हम सीए है कहीं ना सीए सहित जो अम्लजान प्रतिक्रिया कर सृष्टि हम सीएओ आउ एटा गोटे एक्सोथर्मिक रिएक्शन माने ताप उत्पादी रासायनिक प्रतिक्रिया बोली कहि परिबा एटु ताप सृष्टि हो जोटा कि कहला उच्च गलनांक विशिष्ट यौगिक तैयारी हबो आउ कौन जल द्रवणीय हाँ सीएओ जल द्रवणीय समित तो नया घरे जो मारुचंदी है तापर पचारा अम्लराज रे सद्य प्रस्तुत गाढ़ नाइट्रिक एसिड को गाढ़ हाइड्रोक्लोरिक एसिड अनुपात केते बोली पचारला अनुपात सब मन रख हम 1:3 मन रहा आम जीवा नेक्स्ट हाँ आल्काइन श्रेणीर तृतीय यौगिक कार्बन कार्बन मध्य केतोटी सह संयोज्य बंध अच्छे आल्काइन है गोटे अच्छे आमर आल्केन है आल्केन आल्केन अच्छी सॉरी आउ गोटे अच्छे आल्काइन आउ गोटे हচ্ছে आल्क्वाइन है तीन टा जब जनरल फॉर्मूला लिखिबे आल्केन होची CnH2n +2 YNE रे सॉरी ENE इटा तो लास्ट रहइबो ANE इटा हम CnH2n आ YNE रे हम CnH2n -2 है हमको यहाँ दरकार आर तृतीय कार्बन कहला तृतीय कार्बन ये गोटे ट्रिक हो जाए माने बहुत ट्रिक कर कारण सी एक माने फॉर्मूला जब पकेब एन जगह एक नहीं पॉसिबल ही हमनी सी एक हेच रो 2 1 2 फेडाण 2 तो हेच 0 हो गला ना तो हम ना 4 नंबर रे आर 3 नंबर टा हम बुझीपाल ना नहीं एक संभव हेनी तो ये हम प्रथम बुझीपाल ना नहीं C2 हेच 2 दूना केते 2 दूना 4 रु 2 गले 2 ये है प्रथम यौगिक द्वितीय टा कौन हम 3 पकेया पड़ो 3 दूने 6 रु 2 गले 4 है आ 3 नंबर टा कौन हम से 4 पकेया पड़ो कारण एक संभव है ना यौगिक सृष्टि हो पारानी 4 4 दूने कौन फेराण 2 H2n एडी है 2n 2n है केते 4 दूने 8 रु फेडाण गले 2 गले केते H6 तो C4H6 रो चित्र करो C4H6 बोले आंक भितर कार्बन कार्बन भितर केतरा जो माने सह संयोज्य बंध अछि चारटा हेले आमे जानछती एटा YNE रे माने श्रेणी रो माने आल्किन श्रेणी आल्काइन श्रेणी रो हला माने तृतीय बंध माने तीनटा बंध हम गोटे कार्बन भितर हला आकु चारटा हेई गला आ गोटे कन दे दियो चारटा हेई गला आर चारटा हेई गला हला आर गुटे हेची दीटा माने एडी गुटे दियो आर सेमे गुटे हेची बोले एडी तीनटा दियो हला टोटल कार्बन कार्बन भितर बंध एडी तीनटा हला एडी गुटे हला केतरा हम टोटल 5टा बंध हम हला आंसर कोन हबो 5टा बंध हबो बुझला केउ सक्रिय ग्रुप रो कार्बन परमाणु न थाए बेला केउ सक्रिय ग्रुप कोन कोन ऑप्शन देछि
ଆଲକୋହଲ, ଆଲଡିହାଇଡ, କିଟୋନ, କାର୍ବୋକ୍ସିଲିକ ଏସିଡ। ଦେଖ ଆଲଡିହାଇଡ ର କଣ? ଆଲଡିହାଇଡ ହଉଛି ଏମିତି ୟାର ସକ୍ରିୟ ଗ୍ରୁପ ଟା, ସରି ଆଲକୋହଲ ର ହଉଛି OH, କିଟୋନ ର ହଉଛି ଏଇଟା ଡବଲ ବଣ୍ଡ O, କାର୍ବୋକ୍ସିଲିକ ଏସିଡ ର ହଉଛି ଏଇଟା। ତ କାର ନାହିଁ, ୟାର ନାହିଁ, OH ର କୋଉଟା ଆଲକୋହଲ ର ନାହିଁ ହେଲା। ଆନ୍ସର ହବ ଆଲକୋହଲ 11, କାର୍ବନ ପରମାଣୁ ନାହିଁ ତାର ସକ୍ରିୟ ଗ୍ରୁପ ରେ। ବେଞ୍ଜିନ ଅଣୁରେ କେତୋଟି ସହ ସଂଯୋଜ୍ୟ ବନ୍ଧ ଅଛି ରେ? ବେଞ୍ଜିନ ଟା କୋଉ ପ୍ରକାର ଚିତ୍ରରେ? ବେଞ୍ଜିନ ଏମିତି ହେଲା, ଗୋଟେ ଛାଡିକି ଗୋଟେ ପଡିବ, ଏଇଟା ଗୋଟେ ଛାଡ, ଏଠି ଗୋଟେ ପଡିଲା, ଗୋଟେ ଛାଡିକି ଗୋଟେ ପଡିଲା, ପୁଣି ସବୁ ଜାଗାରେ ଗୋଟେ ଗୋଟେ କଣ ତ ଆଡେ ଗୋଟେ ରହିବ ଏଠି। ତ ଗଣିବ ମାନେ କେତେଟା ଆସିବ? 15ଟା ଆସିବ। କେତେଟା? 15ଟା। ଆନ୍ସର କଣ ହବ? ଘ ହବ ଆନ୍ସର ହେଲା। ସରି ଘ ନାହିଁ, ଖ 15ଟା, ଖ ହବ। 15ଟା କୋଉଥିରେ ଅଛି? ଖ ରେ ଅଛି। 12ର ହବ ଖ। 15ଟା ସଂଯୋଜ୍ୟ ବନ୍ଧ ଅଛି। ଆଧୁନିକ ପର୍ଯ୍ୟାୟ ସାରଣୀର ତୃତୀୟ ପର୍ଯ୍ୟାୟରେ ଥିବା ଉପଧାତୁର ନାମ କଣ? ତୃତୀୟ ପର୍ଯ୍ୟାୟରେ ଥିବା ଗୋଟେ ଉପଧାତୁ କୋଉଟା? ଆଇର ଉପଧାତୁ କୋଉଟା? ଆନ୍ସର ହବ କଣ? ସିଲିକନ ଉପଧାତୁ ହେଲା। ତୃତୀୟ ପର୍ଯ୍ୟାୟ ଦେଖିବ, ସାରଣୀ କାଢିବ, ସାରଣୀରେ କାଢିବ ସେଥିରେ କୋଉଟା କୋଉଟା ଅଛି, ଆଉ ସେଥିମଧ୍ୟରୁ କୋଉଟା ଉପଧାତୁ ହେଲା। ସାରଣୀ କାଟିବାଟା ତ ସମ୍ଭବ ନାହିଁ। ମେଣ୍ଡେଲିଫଙ୍କ ପର୍ଯ୍ୟାୟ ସାରଣୀରେ ଗ୍ରୁପ 4A ରେ ଥିବା ମୌଳିକ ଗୁଡିକ ଆଧୁନିକ ପର୍ଯ୍ୟାୟ ସାରଣୀର କେଉଁ ଗ୍ରୁପରେ ଅଛନ୍ତି ହେଲା। ଯେତେବେଳେ କେମିତି ଏଇଟା ଜାଣିବ, ଗ୍ରୁପ 4 ର ଏଲିମେଣ୍ଟ କୁ ଦେଖିବ, ସେ ଯାକ କୋଉ ଗ୍ରୁପ ରେ ଅଛି, ପୁଣି ଆଧୁନିକ ପର୍ଯ୍ୟାୟ ସାରଣୀଟା ଦେଖିବ। ତମକୁ ମନେ ରଖିବାକୁ ପଡିବ ହେଲା। ଏଇଟା ତ ବୁଝେଇ ପାରିବି ମୁଁ, କିନ୍ତୁ ସମ୍ଭବ ନାହିଁ ନା, ତମକୁ ମନ ହିଁ ରଖିବାକୁ ପଡିବ। ଏଇଟା କିଛି ଆଉ ଉପାୟ ନାହିଁ ୟାର ହେଲା। 14 ନମ୍ବର ଗ୍ରୁପରେ ଅଛନ୍ତି, ଠିକ ଅଛି। ତାପରେ ଗୋଟିଏ ମୌଳିକ x ର ବସ୍ତୁତ୍ୱ ସଂଖ୍ୟା 40 ଦେଲା। x ର ବସ୍ତୁତ୍ୱ ସଂଖ୍ୟା ଦେଲା 40 ହେଲା। 40 ଦେଲା, 40 ଦେଲା, ଆଉ ଏଥିରେ 21ଟି ନ୍ୟୁଟ୍ରନ ଅଛି ବୋଇଲେ, ହେଲେ ଇଲେକ୍ଟ୍ରନ କେତେଟା ରହିବ ବା ପ୍ରୋଟନ କେତେଟା ରହିବ, ଯୋଉଟା କି ଆମ ଜାଡରେ ଡିନୋଟ କରୁଛନ୍ତି। କେତେ ରହିବ? 20 ଗଲା, ୟା 19। 40 ଫେରାଣ 21 ହେଲେ ଆଉ କେତେ ରହିଲା? 19 ହବ। ଜାଡଟା କଣ? ପ୍ରୋଟନ ସଂଖ୍ୟା ହେଲା କି, ପ୍ରୋଟନ ସଂଖ୍ୟା। ପ୍ରୋଟନ ଯେତିକି ରହିବ ଗୋଟେ ଆଟମରେ, ସେତିକି ନ୍ୟୁଟ୍ରନ ରହିବ ହେଲା କି। 19 ନମ୍ବର ଥିବା ମାନେ ଯାହାର ଇଲେକ୍ଟ୍ରନ 19 ବା ପରମାଣୁ କ୍ରମାଙ୍କ 19, ସେ କେଉଁ ଗ୍ରୁପରେ ରହିବ ରେ? ଏତିକି ତ ସମସ୍ତେ ଜାଣିବା କଥା, କେଉଁ ଗ୍ରୁପରେ ରହିବ? ଗ୍ରୁପ 1 ରେ ରହିବ ହେଲା। ଫାଷ୍ଟରେ ଏକା ଅଛି ଏମିତି, ଏଇଠି ମାନେ 1 2 3 ନମ୍ବର ବେଳକୁ ଅଛି ହେଲା। ପିରିୟଡିକ ଟେବୁଲରେ ନିଜେ ଦେଖିପାର ହେଲା, କିଛି ଅସୁବିଧା ନାହିଁ। ତମକୁ ଏ ପୁରା କ୍ୱେଶ୍ଚିନ୍ ଦେଲେ ଏମିତି କରିବ ହେଲା। ବସ୍ତୁତ୍ୱ ସଂଖ୍ୟା ଦେଇଥିବ, ନ୍ୟୁଟ୍ରନ ଟା ଫେଡ଼ିଦେଲେ ତମର ପ୍ରୋଟନ ବା ଇଲେକ୍ଟ୍ରନ ପଳେଇବ। ତାପରେ ତମେ ମନେ ପକେଇବ କିଏ କୋଉଠି ଅଛି। ୟୁଟ୍ୟୁବରେ ପିରିୟଡିକ ଗୀତ ବି ଅଛି, ତମେ ସେଇଟା କାଢିକି ଶୁଣ, ମଜା ଲାଗିବ, ମନ ବି ରହିଯିବ ହେଲା। ମତେ ଆସୁନି ବା, ନହେଲେ ମୁଁ ଗାଇ ଦେବି। ଗୀତ ଗାଇବା ମତେ ବହୁତ ସଉକ, ଜାଣିଛ ନା ନାଇଁ। ଉତ୍ତଳ ଲେନ୍ସରେ ବସ୍ତୁର ସ୍ଥିତି, ଫୋକସ ଓ ଆଲୋକର କେନ୍ଦ୍ର ମଧ୍ୟରେ ରହିଲେ ପ୍ରତିବିମ୍ବ କିପରି ହୁଏ? ମାନେ ଏଇଟା ଇଏ କ୍ୱେଶ୍ଚିନ୍ ଟା ପଚାର ହେଲା, ଆମର ଲେନ୍ସ ପାଠର। ଆଲୋକ ସେଥିରେ 6ଟା କଣ୍ଡିସନ ଅଛି। ସେ 6ଟା କଣ୍ଡିସନକୁ ଘୁଷି ଦବ, କୋଉଠି ରହିଲେ କୋଉଠି ହୁଏ, କେଉଁଠି ରହିଲେ କେଉଁଠି ହୁଏ ହେଲା। ନିଜେ ଘୁଷିବା କଣ ମ, ବୁଝିଦବ, ବୁଝିଲେ ଅଟୋମେଟିକ ଘୁଷି ମାନେ ମନେ ରହିଯିବ ହେଲା କି। ତ ଆର ଆନ୍ସର ତମେ ଡାଇରେକ୍ଟ ମନେ ରଖି ଦବ ଘୁଷିକି। ଆର ଆନ୍ସର ହଉଛି କଣ? ଆଭାସ୍ୟ ସଳଖ ହବ। କଣ ହବ? ଆଭାସ୍ୟ ସଳଖ ହବ। ଏବେ ମାନେ ବହୁତ ଟାଇମ ହେଇଯାଉଛି, ବହୁତ ଜିନିଷ ଡିପଲି ବୁଝେଇବାରେ। ଯଦି ତମକୁ କିଛି ଅସୁବିଧା ନାହିଁ ତ କମେଣ୍ଟ କର, ସବୁ ଜିନିଷ ଡିଟେଲ ଯାଇକି ବୁଝିବା ହେଲା କି। ପ୍ରିଜିମ ମଧ୍ୟରେ ଆପତିତ ରଶ୍ମି ଓ ନିର୍ଗତ ରଶ୍ମି ମଧ୍ୟରେ ଥିବା କୋଣର ନାମ କଣ? ଆଉ ବୁଝିବା କହିଲେ ବୁଝିବା କଣ ଅଛି ସେଥିରେ ହେଲା କି। ପ୍ରିଜିମ ଏଇଟା ହେଲା କି, ଏମିତି ଏଇଟା ପଡିଲା, ଏମିତି ପଡିଲା, ପୁଣି ଏଇଠୁ ବାହାରୁଛି ଏମିତି ଗୋଟେ। ଆଙ୍କ ଦିଟା ଭିତରେ ଥିବା ମାନେ କୋଣଟା କଣ ହଉଛି?
ଏଇଟା ଆମେ କଣ କହୁଛନ୍ତି, ଏଠି ଡି ନା ଦଉଛନ୍ତି ହେଲା କି, ଆକୁ ଡି ନା ଦଉଛନ୍ତି, ଆକୁ କହୁଛନ୍ତି କଣ ବିଚଳନ କଣ ବୋଲି କହୁଛନ୍ତି। ଦେଖ କୋଉ ଅପସନ ରେ ଥିବ, ଘରେ ଅଛି ହେଲା, 17 ଘ ହବ ବିଚଳନ କଣ ହେଲା। ଗୋଟିଏ ଆଲୋକୀୟ ଉପକରଣ ଦୁଇଟି ଉପକରଣ ଦୁଇଟି ଲେନ୍ସ ତିଆରି ହେଇଛି। ଲେନ୍ସ ର ପାୱାର, ଫାଷ୍ଟ ଲେନ୍ସ ର ପାୱାର ହଉଛି 12 ଡାୟପ୍ଟର, ଆଉ ଗୋଟେ ରହୁଛି -2D ମାନେ ଡାୟପ୍ଟର। ହେଲେ ମିଶ୍ରିତ ଲେନ୍ସ ର ଫୋକସ ଦୂରତା କାଢ। ସମସ୍ତେ ଦେଖ, ମାନେ ବହୁତ ପରିଶ୍ରମ କରୁଛୁ ତମମାନଙ୍କ ପାଇଁ ହେଲା, ତ ମାନେ ଧ୍ୟାନ ସହିତ ଦେଖ, କରିବା ଏଇ ଗନ୍ତରା କରିବା ଆମେ। ଦେଖ P1 କେତେ ଦେଲା, ଗୋଟେ ପାୱାର ଦେଲା +12D, ଆଉ ଗୋଟେ P2 ଦେଲା -2D, ଓକେ, -2D ଦେଲା। ମିଶ୍ରିତ ଲେନ୍ସ ପାୱାର କାଢିବା, ଯଦି ଆମେ ଦୁଇଟା ଯାକ ମିଶେଇ ଦେବା, ଟୋଟାଲ P ଯଦି କାଢିବା P1 ପ୍ଲସ୍ P2 ହେଇଯିବ, P1 ପ୍ଲସ୍ P2, ଯୋଉଟା କି 12 ମିଶାଣ -2 ହେଲା, 12 ଫେଡାଣ +-2 ଇଜିକାଲ ଟୁ 10 ଆଇଲା, 10D ମାନେ 10 ଡାୟଟ ହେଲା। ତ P ଆସିଲା 10P ମାନେ 10D, ମନେ ରହିଲା ନା କେମିତି ହେଲା। ତ ଏଠି ମୁଁ ଇରେଜ କରିଦଉଛି ହେଲା। ତ ଏଠି P କେତେ ଆସିଗଲା 10D। ଏବେ କାଢିବା ଆମେ କଣ, ଫୋକସ ଦୂରତା। ଫୋକସ ଦୂରତାର ସୂତ୍ର ହଉଛି F ଇଜିକାଲ ଟୁ 1/P, ତ 1/10, ତ ଇଜିକାଲ ଟୁ 0.1 ମିଟର ଆସିବ ହେଲା, 0.1 ମିଟର ହେଲା। ଫୋକସ ଟା ମିଟରରେ ମପା ହଉଛି, ତ ଏଇଟା ଯଦି ଆନ୍ସର ହବ ଏଇଟା ହବ, ନହେଲେ 0.1 ମିଟର ଇଜିକାଲ ଟୁ ତ କେତେ, 10 ସେମି ହବ, କାରଣ 100 ସେମି ନା 1 ମିଟର। ଦେଖ ଏଇ ଦୁଇଟା ଯୋଉଟା ଆନ୍ସର ଦେଇଥିବ ସେଇଟା ହବ ଆନ୍ସର। ଆଉ କୋଉଟା ଦେଇଛି, ହଁ ଏଇଟା ଦେଇଛି 0.1 ମିଟର। ଚାଳିତା ରୋଗରେ ପୀଡ଼ିତ ବ୍ୟକ୍ତି କେଉଁ ଲେନ୍ସ ଯୁକ୍ତ ଚଷମା ବ୍ୟବହାର କରନ୍ତି ରେ? ସମସ୍ତେ ଜାଣିଛ, ଉତ୍ତଳ। ଆଲୋକର କେଉଁ ପରିଘଟନା ପାଇଁ ଆକାଶ ନୀଳ ଦେଖାଯାଏ? ବିଚ୍ଛୁରଣ ପ୍ରକ୍ରିୟା ପାଇଁ, ଆଲୋକର ବିଚ୍ଛୁରଣ ପ୍ରକ୍ରିୟା ପାଇଁ ହେଲା। ତାପରେ ପୁଣି ଆଉ ଥରେ ଗୋଟେ କ୍ୱେଶ୍ଚିନ୍ ଆସିଲା, ଏମିତି ହିଁ ପଡିବ ହେଲା କି ଏକ୍ସାମ ରେ ବି। ଏକ ଧାତବ ତାରର ପ୍ରସ୍ଥଚ୍ଛେଦର କ୍ଷେତ୍ରଫଳ, ମାନେ ଏ ଦେଲା ଏତିକି ବର୍ଗମିଟର, ଏବଂ ବିଶିଷ୍ଟ ପ୍ରତିରୋଧ, ପ୍ରତିରୋଧ ଦେଇଦେଲା, ବିଶିଷ୍ଟ ପ୍ରତିରୋଧ ହେଲା ଯୋଉଟା ର ଦେଇଦେଲା କେତେ, ଏତିକି ଓମ୍ ମିଟର। ଏଇ ଧାତବ ତାରର ପ୍ରତିରୋଧ ଦେଲା R ଦେଲା ଟୋଟାଲ 25 ଓମ୍, 25 ଓମ୍ ଦେଲା। ଏହାର ଦୈର୍ଘ୍ୟ କେତେ ବୋଲି ପଚାରିଲା, କାଢିବା ହେଲା। କେମିତି କାଢିବା, ଆମର ଏ କେତେ ଦେଲା ରେ, ମାନେ ପ୍ରସ୍ଥଚ୍ଛେଦର କ୍ଷେତ୍ରଫଳ ଏ ହେଲା, ଏ ଦେଇଛି 4 × 10⁻⁻8 ମିଟର ସ୍କୋୟାର, ବର୍ଗ ମିଟର ଦେଇଥିଲା ନା। ବିଶିଷ୍ଟ ପ୍ରତିରୋଧ ମାନେ ର ଦେଲା, କ୍ୱାଲିଟିଟା ତାର ହେଲା, 10 × 10⁻⁻8 ଓମ୍ ମିଟର। ବିଶିଷ୍ଟ ମାନେ ଆଉ ପ୍ରତିରୋଧ ଦେଲା 25 ଓମ୍ ହେଲା। ସୂତ୍ର ଆମେ କଣ ଜାଣିଛନ୍ତି, ସୂତ୍ର ଡାଇରେକ୍ଟ ସୂତ୍ର ପକେଇ ନା ବୁଝେଇବି? ଯଦି ବୁଝେଇବି ଦେଖ, ଟିକେ ବୁଝେଇ ଦଉଛି, ମାନେ ଟିକେ ବେସିକ ରୁ। ଆମେ ଜାଣିଛନ୍ତି R ଇଜିକାଲ ଟୁ ର L ବାଇ A ହେଲା। ଏପଟେ ଯଦି L ଟା ଆଣିବି କଣ ହେଇଯିବ, R × A ଏଇଟା ମାନେ ହେଲା, ବାଇ ର ହେଇଯିବ। ତ ପକେଇ ଦିଅ, ମୂଲ୍ୟ ଯାହା ସବୁ ପକାଅ, ମୂଲ୍ୟ ପକେଇଲେ କେତେ ଆସିବ, L ଇଜିକାଲ ଟୁ କଣ ମୂଲ୍ୟଟା ପଡିବ R × ର ପଡିବ। R କେତେ ଦେଇଛି, R ଦେଇଛି 25, A କେତେ ଦେଇଛି, A ଦେଇଛି 4 × 10⁻⁻8 ବାଇ ର କେତେ ଦେଇଛି, 10 × 10⁻⁻8 ଦେଇଛି ହେଲା। ଯେତେବେଳେ ଆମେ ସବୁ କଟାକଟି କରିବା ହେଲା, 10⁻10⁻, କଟିବ ହେଲା, 25 ଚଉ 100, 25 ଚଉ 100, 100 ବାଇ 10, 10 10 100, ତ 10 ଆସିବ ଉତ୍ତର ହେଲା, 10 ମିଟର। L ଟାକୁ ମିଟରରେ ମପା ହଉଛି, ଲେନ୍ଥ ଟା ନା, ସେଥିପାଇଁ ଆସିବ 10 ମିଟର। ଦେଖ 10 ମିଟର କୋଉଠି ଦେଇଛି, ଗରେ ଦେଇଛି ହେଲା। 21 ହବ
ଗ ହବ ଆନ୍ସର। ଠିକ ଅଛି, ବୁଝୁଛୁଟି? ଯୋଉମାନେ ବୁଝୁନାହିଁ ସେମାନେ ପୁଣି ଥରେ ଦେଖ। ବୁଝିପାରିଲଟି ନା ବୁଝିପାରିଲନି? ତାପରେ ଗୋଟିଏ ସେକେଣ୍ଡରେ କେତେ ସଂଖ୍ୟକ ଇଲେକ୍ଟ୍ରନ ଗୋଟିଏ ମାଇକ୍ରୋ ଆମ୍ପିୟର ବିଦ୍ୟୁତ ଗଠନ କରିପାରିବ? ପୁଣି ଆସିଗଲା ୟାର। ଚାଲ କରିବା, କଣ କରିବା? करना तो पड़ेगा जी। क्वेश्चन कौन देला? गोटे माइक्रो एम्पियर करियार अछि। माइक्रो एम्पियर बेले 10 टू द पावर -6 एम्पियर माने करंट टा दे देला, आई दे देला 1 माइक्रो एम्पियर। सूत्र हमें जानछते, आई करियार आई इज इक्वल टू कौन? Q बाय T हला। आ Q बदल रे हमें ये कौन पकड़िया? ये पचारला केते संख्यक इलेक्ट्रॉन ले इलेक्ट्रॉन काढिया पय हमें जानछते Q इज इक्वल टू Ne हला। मैं कने कर हला एडी आई दे दे जे हमको 1 माइक्रो एम्पियर। माइक्रो एम्पियर माने म्यू हला एम्पियर हेले माने 10 टू द पावर -6 एम्पियर देछि। आई इज इक्वल टू तापर से आम जानते सूत्रटा Q इज इक्वल आई इज इक्वल टू Q बाय T। आ केते संख्यक इलेक्ट्रॉन जेहेतु पचारछि Q इज इक्वल टू आम जानते Ne से तो पकई दिया आ जगह Ne बाय सॉरी मोबाइल रे ही सब बुझा पड़छि हो नाही आ कोन करबा QE बाय Ne बाय T हैला। तो बज्र गुणन करबा T टा I के गुणन हे जिवो हमको कौन N काढियार अछि ना। N माने केते संख्यक इलेक्ट्रॉन हैला। N इज इक्वल टू कौन हबो सूत्रटा I T बाय E। सूत्रटा मन रहिला N इज इक्वल टू I T बाय E। N इज इक्वल टू I T बाय E हैला। I डी केते देछि 10 टू द पावर -6 T 1 सेकंड तो 1 तापरे E रो वैल्यू केते इलेक्ट्रॉन 1.6 into 10 to the power -19 हैला। ये -19 रो छड़ा ऊपर नै जियो, छड़ा छड़ा कैंसिल हे जियो 1 बाई 1.6 into केते ये 10 to the power 6 गले केते हबो -13 इन हे गिरी हमर जतो गुणा गुणी हराडी करिवो 6.25 into 10 to the power -12 आसी हला उत्तर। आउ माने मोबाइल रे माने अक्षर तका यार मोर एथि लिखिला बहुत खराब हे होची सेति नै माने बहुत जागा भी मिलुनी करिया पई। ठीक अछि, बारंबार लिखिया द्वारा भी माने विरक्त लागुची हैला। आकु करिके ये कर नहले मोर व्हाट्सएप हमर चैनल जो अछि सेति रे मु कटा कटी केमति हैला पकई देबी सेति पोस्ट कर दे। ठीक अछि, नेक्स्ट क्वेश्चन को जिबा। एडा हबा आंसर, घोड़ा हबा आंसर। VA माने वोल्ट एमीटर केउटिरा एकक आंसर कोन हबो? विद्युत पावर। गोटे विद्युत स्रोतधारी दीर्घ सड़क सनलएड भितर अंशर चुंबकीय क्षेत्र रेखा कौन हो? भितर अंशर हेले कौन हबो? ये सबुआडे समान ही रहिबो हला कि सबुआडे से समान ही रहिबो। तापरे आज पय लास्ट क्वेश्चन हे करूची देखो। हमर बेले बेले कौन होची माने सब सब्जेक्ट रो 30 टा क्वेश्चन कला बेले सॉरी माने 50 टा क्वेश्चन कला बेले 30 मिनिट रे हे जाय किंतु एटा ही 23 मिनिट हेलानी सेति पय एटा शेष क्वेश्चन हबो जीव विज्ञान पुणी आउ गुटे हमें डिस्कशन करबा। लघु पतन होइतिबा परिपथ रे विद्युत प्रवाह किपरि हुए? किपरि हुए? लघु पतन होइतले विद्युत प्रवाहटा बढ़ी जिवो हला। लघु माने जेते रास्ता छोट हबो विद्युत प्रवाह सेते बढ़ी जिवो, रास्ता जेते बड़ हबो माने वायर जेते बड़ हबो विद्युत प्रवाह सेते डाउन हबो हला, कमी जिवो। ठीक अछि, तो बढ़ी जाए। तो आज के लिए इतना ही। आपकी तरह मैं भी मायूस हूँ, फिर मिलेंगे कल। ठीक है, लेकिन एक मिनट तेरो सही टिके करदबा आज टिके विरक्त लागिलानी माने भौतिक विज्ञान 25 टा क्वेश्चन सॉल्व करी माने बहुत माइंड भारी गेले हला। तो पुणी से शायरी टे कहि दउची, आपकी तरह मैं भी मायूस हूँ, उम्मीद पर दुनिया कायम है, दिल रूठा है मगर टूटा तो नहीं है, उम्मीद का दामन
छूटा तो नहीं है। फिर मिलते हैं।